ଆଜିର ଏହି ବିଶ୍ଳେଷଣରେ ଆମେ ଏମିତି ଗୋଟେ କାହାଣୀ ଦେଖିବାକୁ ଯାଉଛେ ଯାହା କୌଣସି ହଲିଉଡ୍ ବ୍ଲକବଷ୍ଟର ଥ୍ରିଲରଠାରୁ ବିଲକୁଲ କମ୍ ନୁହେଁ। ଟିକେ କଳ୍ପନା କରନ୍ତୁ ତ, ଗୋଟେ ରହସ୍ୟମୟ ପରିସ୍ଥିତି, ଏକ ଅଦ୍ଭୁତ ଟାସ୍କ ଆଉ ଏମିତି ଏକ ଶିକ୍ଷା ଯାହା ଆମ ସମସ୍ତଙ୍କ ଚିନ୍ତାଧାରାକୁ ପୁରା ବଦଳାଇ ଦେବ। ତେବେ ଡେରି ନକରି ଆସନ୍ତୁ ସିଧା ଏହି ରୋମାଞ୍ଚକର ଘଟଣା ଭିତରକୁ ଯିବା। ଭାବନ୍ତୁ ତ, ଯଦି 30 ଜଣ ବୃତ୍ତିଗତ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ନେଇ ଗୋଟିଏ ବେଲୁନ୍ ଭର୍ତ୍ତି ରୁମ୍ ଭିତରେ ବନ୍ଦ କରିଦିଆଯାଏ, ତାହେଲେ କ'ଣ ହେବ? ପ୍ରଶ୍ନଟା ଶୁଣିବାକୁ ଟିକେ ଅଜବ ଲାଗୁଛି ନା? କିନ୍ତୁ ଆଜ୍ଞା ହଁ, ବାସ୍ତବରେ ଏମିତି ହିଁ ଘଟିଥିଲା। ଏହା କୌଣସି ଅଫିସ୍ ପାର୍ଟି ନଥିଲା, ବରଂ ଏହା ଥିଲା ମଣିଷର ବ୍ୟବହାର ଓ ସମସ୍ୟା ସମାଧାନର ଏକ ବାସ୍ତବିକ ପରୀକ୍ଷା। ଆଚ୍ଛା, ଏହି ମଜାଦାର ଘଟଣାର ପରିଣାମ ଶେଷରେ କ'ଣ ହେଲା? ଆସନ୍ତୁ ଆଜି ସ୍ଲାଇଡ୍ ମାଧ୍ୟମରେ ଏହାର ଟିକିନିକି ବିଶ୍ଳେଷଣ କରିବା। ଆରମ୍ଭ କରୁଛେ ଆମ କାହାଣୀର ପ୍ରଥମ ଅଧ୍ୟାୟରୁ, ଏକ ଅତ୍ୟନ୍ତ ଅସାଧାରଣ ବୈଠକ। ଯେମିତି କୌଣସି ସିନେମାର ପ୍ରଥମ ଦୃଶ୍ୟଟା ସବୁକିଛି ସେଟ୍ କରିଦିଏ, ଠିକ୍ ସେମିତି ଆମ ଆଜିର କାହାଣୀର ଷ୍ଟାରକାଷ୍ଟ ହେଉଛନ୍ତି ଏହି 30 ଜଣ କର୍ମଚାରୀ। ନିଜ ଟିମ୍କୁ ପ୍ରାୟୋଗିକ ଭାବରେ ସମସ୍ୟା ସମାଧାନ କରିବା ଶିଖାଇବା ପାଇଁ ମ୍ୟାନେଜମେଣ୍ଟ ଏହି ଦମଦାର ପ୍ଲାନ୍ କରିଥିଲା। ଏମାନେ ସମସ୍ତେ ଥିଲେ ଗୋଟିଏ ସଫ୍ଟୱେର୍ କମ୍ପାନୀର ତରୁଣ, ଉତ୍ସାହୀ ଏବଂ ଡାଇନାମିକ୍ ଟିମ୍। ନୂଆ କିଛି ଶିଖିବାକୁ ସେମାନଙ୍କ ଭିତରେ ପ୍ରବଳ ଜୋଶ ଥିଲା। କିନ୍ତୁ ଆଗକୁ ସେମାନଙ୍କ ପାଇଁ କି ଆଶ୍ଚର୍ଯ୍ୟ ଅପେକ୍ଷା କରିଛି ସେ କଥା ସେମାନେ ଆଦୌ ଜାଣିନଥିଲେ। ସେମାନେ ଭାବିଥିଲେ, ଆରେ ୟାର, ଆଉ ଗୋଟେ ସେହି ବୋରିଂ କର୍ପୋରେଟ୍ ମିଟିଂ ହବ। କିନ୍ତୁ ଯେମିତି ସେମାନେ ହଲ୍ ଭିତରକୁ ପଶିଲେ, ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ। ଚାରିଆଡ଼େ ରଙ୍ଗବେରଙ୍ଗର କାଗଜ ଫୁଲ ଆଉ ବେଲୁନ୍। ମାନେ ଗୋଟେ ଗମ୍ଭୀର ଅଫିସ୍ ହଲ୍ ଅପେକ୍ଷା ଏହା କୌଣସି ପିଲାଙ୍କ ଖେଳ ପଡ଼ିଆ ପରି ବେଶୀ ଲାଗୁଥିଲା। ଆଉ ଠିକ୍ ହଲ୍ ମଝିରେ ରଖାଯାଇଥିଲା ଗୋଟେ ବିରାଟ ବଡ଼ ବକ୍ସ, ଯାହା ଭିତରେ ଥିଲା ଖାଲି ବେଲୁନ୍ସ ଆଉ ବେଲୁନ୍ସ। ଏମିତି ଏକ ପରିବେଶ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ ମୁହଁ ଚାଁଚାଇ ହେଲେ। ଠିକ୍ ଏତିକିବେଳେ ହିରୋ ଷ୍ଟାଇଲ୍ରେ ଏଣ୍ଟ୍ରି ମାରିଲେ ଟିମ୍ ଲିଡର, ଆଉ ଆସୁ ଆସୁ ଦେଲେ ତାଙ୍କର ପ୍ରଥମ ଇନଷ୍ଟ୍ରକ୍ସନ୍। ଖୁବ୍ ସାଧାରଣ ଥିଲା କଥାଟା, ବକ୍ସରୁ ଗୋଟେ ଲେଖାଏଁ ବେଲୁନ୍ ନିଅ ଆଉ ତାକୁ ଫୁଲାଅ। ସମସ୍ତେ ବହୁତ ଖୁସିରେ ଆଉ ମଜାରେ ଏ କାମଟା କରିଦେଲେ। ଏଯାଏଁ ସବୁକିଛି ବହୁତ ସିମ୍ପଲ୍ ଆଉ ଫନ୍ ଲାଗୁଥିଲା। କିନ୍ତୁ ଆମେ ଜାଣିଛେ ନା, ସିନେମାରେ ଯାହା ସହଜ ଲାଗେ ତାହା ପ୍ରକୃତରେ ତୋଫାନ ଆସିବା ପୂର୍ବର ନୀରବତା ହୋଇଥାଏ। ଏବେ ଆସୁଛି ଆମର ଦ୍ୱିତୀୟ ଅଧ୍ୟାୟ, ଦ ଏଲିମିନେସନ୍ ରାଉଣ୍ଡ ବା ବାଦ୍ ପଡ଼ିବା ପର୍ଯ୍ୟାୟ। ଏଇଠୁ ସେଇ ଖୁସି ମଜାବାଲା ଖେଳଟା ହଠାତ୍ ଏକ ସିରିୟସ୍ ଏଲିମିନେସନ୍ ରାଉଣ୍ଡରେ ବଦଳିଗଲା। ଟେନ୍ସନ୍ ଆରମ୍ଭ। ଟିମ୍ ଲିଡର କହିଲେ, ଏବେ ନିଜ ନିଜ ବେଲୁନ୍ ଉପରେ ଯତ୍ନର ସହ ନିଜର ନାଁ ଲେଖନ୍ତୁ। କିନ୍ତୁ ସର୍ତ୍ତ ହେଉଛି, ବେଲୁନ୍ଟି ଯେମିତି ବି ବିଲକୁଲ ଫାଟିବନି କିମ୍ବା ହାତରୁ ଖସି ଉଡ଼ିବନି। ଆଚ୍ଛା, ବେଲୁନ୍ ଉପରେ ମାର୍କରରେ ନାଁ ଲେଖିବାଟା ଶୁଣିବାକୁ ଯେତିକି ସହଜ ଲାଗୁଛି ନା, ପ୍ରାକ୍ଟିକାଲି କରିବା ବେଳେ ଏହା ବହୁତ ରିସ୍କି ଥିଲା। ଆଉ ତାପରେ ଯାହା ଭୟ ଥିଲା ସେଇଆ ହିଁ ହେଲା। ନାଁ ଲେଖିବାର ଚାପ ଆଉ ବେଲୁନ୍କୁ ସମ୍ଭାଳିବାର ପ୍ରେସର ଭିତରେ କିଛି ବେଲୁନ୍ ଫାଟିଗଲା ଆଉ କିଛି ହାତରୁ ଖସି ଉଡ଼ିଗଲା। ତେବେ ମ୍ୟାନେଜମେଣ୍ଟ କହିଲେ, ଠିକ୍ ଅଛି, ଆଉ ଗୋଟେ ଚାନ୍ସ ନିଅ। କିନ୍ତୁ ଏଥର ସିଧା ୱାର୍ଣ୍ଣିଂ ଥିଲା ଯେ ଯଦି ଦ୍ୱିତୀୟ ଥର ବିଫଳ ହେବେ, ତେବେ ଖେଳରୁ ସିଧାସଳଖ ଆଉଟ୍। ଭାବନ୍ତୁ ତ, ସେକେଣ୍ଡ ଚାନ୍ସ ପରେ ବି କ'ଣ ହେଲା? 5 ଜଣ କର୍ମଚାରୀ ସେହି ବଲୁନ୍କୁ ସୁରକ୍ଷିତ ରଖିବାରେ ପୁରା ଫେଲ୍ ମାରିଲେ। ଆଉ ନିୟମ ଅନୁସାରେ ସେମାନେ ଖେଳରୁ ବାଦ୍ ପଡ଼ିଲେ। ଏବେ 30ରୁ କମିଯାଇ ମାତ୍ର 25 ଜଣ ସଦସ୍ୟ ବାକି ରହିଲେ ପରବର୍ତ୍ତୀ ରାଉଣ୍ଡ ପାଇଁ। ମାନେ ସିନେମା ଭାଷାରେ କହିଲେ, ଆମର କାଷ୍ଟ ସାଇଜ୍ ଏବେ ଛୋଟ ହୋଇଗଲାଣି, ଆଉ ଅସଲ ଡ୍ରାମା ତ ବର୍ତ୍ତମାନ ଆହୁରି ବଢ଼ିବାକୁ ଯାଉଛି। ଆଗକୁ ବଢ଼ିବା ଦ୍ୱିତୀୟ ଅଧ୍ୟାୟର ପରବର୍ତ୍ତୀ ପର୍ଯ୍ୟାୟକୁ। 15 ମିନିଟର ଭୟଙ୍କର ବିଶୃଙ୍ଖଳା। ଏଇଠୁ କାହାଣୀ ଯାଉଛି ପୁରା କ୍ଲାଇମ୍ୟାକ୍ସ ଆଡ଼କୁ। ସମସ୍ତଙ୍କ ବେଲୁନ୍କୁ ନିଆଯାଇ ଗୋଟେ ବନ୍ଦ କୋଠରୀରେ ଛାଡ଼ି ଦିଆଗଲା। ଆଉ ତାପରେ ଟିମ୍ ଲିଡର ଦେଲେ ଏକ ଇମ୍ପସିବଲ୍ ମିଶନ୍। ସେହି ବଳକା 25 ଜଣଙ୍କୁ ରୁମ୍ ଭିତରକୁ ଯାଇ ଏତେଗୁଡ଼ାଏ ବେଲୁନ୍ ଭିତରୁ ଠିକ୍ ନିଜ ନାଁ ଲେଖାଥିବା ବେଲୁନ୍ଟାକୁ ହିଁ ଖୋଜି ବାହାର କରିବାକୁ ପଡ଼ିବ। ଆଉ ତାଠୁ ବଡ଼ ଚ୍ୟାଲେଞ୍ଜ କ'ଣ ଜାଣିଛନ୍ତି? ଖୋଜିବା ବେଳେ ଯେମିତି କାହାରି ବି ଗୋଟେ ବେଲୁନ୍ ଫୁଟିବନି କି ନଷ୍ଟ ହେବନି। ସମୟ ଥିଲା କେବଳ 15 ମିନିଟ୍। ଘଣ୍ଟାର କଣ୍ଟା ବୁଲିବା ଆରମ୍ଭ ହେଲା। ଟିକ୍ ଟିକ୍ ଟିକ୍। ଥରେ ଚିନ୍ତା କରନ୍ତୁ ସେଇ ରୁମ୍ର ଅବସ୍ଥା। ଚାରିଆଡ଼େ ଖାଲି ବେଲୁନ୍ ଫିଙ୍ଗା ହୋଇଛି, ଆଉ ସମସ୍ତେ ପାଗଳଙ୍କ ପରି ତରବର ହୋଇ ଖାଲି ନିଜ ବେଲୁନ୍ ଖୋଜିବାରେ ବ୍ୟସ୍ତ। କିଏ କାହାକୁ ଧକ୍କା ମାରୁଛି, କିଏ ତଳେ ପଡ଼ିଯାଉଛି, କିଏ ନିଜେ ବେଲୁନ୍ ବଞ୍ଚାଇବାକୁ ଚେଷ୍ଟା କରୁଛି। ପୁରା କିଚିରିମିଚିରି ଆଉ ବିଶୃଙ୍ଖଳା। ଏହା ଥିଲା 15 ମିନିଟ୍ର ଏକ ଏମିତି ଚାପଗ୍ରସ୍ତ ପରିସ୍ଥିତି ଯେଉଁଠି କେହି କାହାକୁ ଟିକେ ବି ଖାତିର କରୁନଥିଲେ। ଆଚ୍ଛା, ଏତେ ଖୋଜାଖୋଜି, ଏତେ ଧସ୍ତାଧସ୍ତି ପରେ ବି ଫାଇନାଲ ରେଜଲ୍ଟ କ'ଣ ଆସିଲା ଜାଣିଛନ୍ତି? ଆପଣ ଦେଖିପାରୁଥିବେ, 100ରୁ 100 ଭାଗ ଲୋକ ନିରାଶ ଥିଲେ। ମାନେ 15 ମିନିଟ୍ ବିତିଯିବା ପରେ ମଧ୍ୟ କୌଣସି ଜଣେ ବି ବ୍ୟକ୍ତି ନିଜ ନାଁ ଥିବା ବେଲୁନ୍ ଖୋଜି ପାଇଲେ ନାହିଁ। ରେଜଲ୍ଟ ପୁରା ଶୂନ। ଏବଂ ଏଇଠି ଘୋଷଣା ହେଲା ଯେ ଖେଳର ଏହି ପର୍ଯ୍ୟାୟ ଶେଷ ହେଲା।
କିନ୍ତୁ ପିକ୍ଚର ଅଭି ବାକି ହେ। ଆସନ୍ତୁ ଯିବା ତୃତୀୟ ଅଧ୍ୟାୟକୁ, ଆମ କାହାଣୀର ଦ ସିନେମାଟିକ୍ ଟ୍ୱିଷ୍ଟ ବା ଚଳଚ୍ଚିତ୍ରୀୟ ମୋଡ଼। ଏଇଠି ଆସୁଛି ସେହି ଦମଦାର ଟ୍ୱିଷ୍ଟ ଯାହା ଆମେ ସମସ୍ତେ ଅପେକ୍ଷା କରିଥିଲେ। ଗେମ୍ର ସବୁ ରୁଲ୍ ଏବେ ଏକାଥରେ ବଦଳିବାକୁ ଯାଉଛି। ଟିମ୍ ଲିଡରଙ୍କ ନୂଆ ଇନଷ୍ଟ୍ରକ୍ସନ୍ ଥିଲା, ରୁମ୍ରେ ଥିବା ଯେକୌଣସି ଗୋଟେ ବେଲୁନ୍ ଉଠାନ୍ତୁ, ଦେଖନ୍ତୁ ତା ଉପରେ କାହା ନାଁ ଲେଖା ହୋଇଛି, ଆଉ ସିଧା ଯାଇ ତାଙ୍କୁ ଧରାଇ ଦିଅନ୍ତୁ। ବାସ୍, ଏହି ଗୋଟିଏ ଛୋଟ ଧାଡ଼ି ପୁରା ସିନ୍କୁ ଓଲଟପାଲଟ କରିଦେଲା। କାହାକୁ ଆଉ ନିଜ ବେଲୁନ୍ ଖୋଜିବାକୁ ପଡ଼ିବନି। ଏବେ ଦେଖନ୍ତୁ ଫରକଟା କେଉଁଠି ଆସିଲା। ଯେତେବେଳେ ସମସ୍ତେ ଖାଲି ନିଜ କଥା ଭାବୁଥିଲେ ଓ ନିଜ ବେଲୁନ୍ ପଛରେ ଦୌଡ଼ୁଥିଲେ, 15 ମିନିଟ୍ର ବିଶୃଙ୍ଖଳା ପରେ ବି ସଫଳତା ମିଳିଲା ଶୂନ୍ୟ। କିନ୍ତୁ ଯେତେବେଳେ ସେମାନେ ନିଜ କଥା ନ ଭାବି ଅନ୍ୟକୁ ସାହାଯ୍ୟ କରିବା ଆରମ୍ଭ କଲେ, ଆପଣ ବିଶ୍ୱାସ କରିବେନି, ମାତ୍ର କିଛି ମିନିଟ୍ ଭିତରେ ସମସ୍ତଙ୍କର ହାତରେ ସେମାନଙ୍କର ନିଜ ନିଜ ବେଲୁନ୍ ଥିଲା। ସଫଳତା ପୁରା 100%। କୌଣସି ମ୍ୟାଜିକ୍ଠାରୁ କମ୍ ଥିଲା କି ଏହା? ତେବେ ଏହି ଖେଳ ପଛର ପ୍ରକୃତ ସମାଧାନ କ'ଣ ଥିଲା? ଆସନ୍ତୁ ବୁଝିବା। ଏମିତି ଏକ ଯାଦୁକରୀ ପରିଣାମ ଦେଖିବା ପରେ ଟିମ୍ ଲିଡର ସମସ୍ତଙ୍କୁ ଅସଲ କଥାଟା ବୁଝାଇଲେ। ସେ ଦେଲେ ଗୋଟେ ଅସ୍କାର ୱିନିଂ ଟାଇପ୍ର ସ୍ପିଚ୍। ସେ କହିଲେ, ଆମେ ଅଧିକାଂଶ ସମୟ ଠିକ୍ ଉପାୟ ନ ବୁଝି ଖାଲି ଏକା ଏକା ନିଜ ସମସ୍ୟାର ସମାଧାନ ଖୋଜିବାରେ ଲାଗିପଡ଼ୁ। କିନ୍ତୁ ବାସ୍ତବ ଜୀବନରେ ହେଉ ବା କର୍ପୋରେଟ୍ ଦୁନିଆରେ ନିଜ ଜ୍ଞାନକୁ ଅନ୍ୟମାନଙ୍କ ସହ ସେୟାର କରିବା ଏବଂ ପରସ୍ପରକୁ ସାହାଯ୍ୟ କରିବା ଦ୍ୱାରା ହିଁ ଆମକୁ ସବୁ ସମସ୍ୟାର ସବୁଠୁ ଶୀଘ୍ର ଏବଂ ପ୍ରକୃତ ସମାଧାନ ମିଳିଥାଏ। ସୋ ଏଥିରୁ ଆମେ ପ୍ରକୃତରେ କ'ଣ ଶିଖିଲେ? ପଏଣ୍ଟ ନମ୍ବର 1, ଏକ ଟିମ୍ରେ କାମ କଲାବେଳେ କେବଳ ନିଜ ବ୍ୟକ୍ତିଗତ ସ୍ୱାର୍ଥ ବା ଟାର୍ଗେଟ୍ ପଛରେ ଗୋଡ଼ାନ୍ତୁ ନାହିଁ। ସେକେଣ୍ଡ କଥା ହେଲା, ଯେକୌଣସି ପରିସ୍ଥିତି ବା ଆହ୍ୱାନର ସାମ୍ନା କରିବା ପାଇଁ ସବୁବେଳେ ଗୋଟେ ଆଦର୍ଶ ବା ସ୍ମାର୍ଟ ଉପାୟ ଥାଏ, ତାକୁ ଚିହ୍ନିବାକୁ ଚେଷ୍ଟା କରନ୍ତୁ। ଆଉ ଲାଷ୍ଟ କଥା ହେଲା, ନିଜ ଟିମ୍ର ଅନ୍ୟ ସଦସ୍ୟମାନଙ୍କୁ ସାହାଯ୍ୟ କରନ୍ତୁ, ଯାହାଦ୍ୱାରା ପୁରା ସିଷ୍ଟମଟା ସମସ୍ତଙ୍କ ପାଇଁ ସହଜ ହୋଇଯିବ। ତେବେ ଆମର ଆଜିର ଏହି ବିଶ୍ଳେଷଣକୁ ଶେଷ କରିବା ପୂର୍ବରୁ ମୁଁ ଆପଣମାନଙ୍କ ପାଇଁ ଗୋଟେ ବହୁତ ଗଭୀର ପ୍ରଶ୍ନ ଛାଡ଼ିଯାଉଛି। ଭାବି ଦେଖନ୍ତୁ ଥର, ଆପଣ ନିଜ ସଂସ୍ଥାରେ, ପରିବାରରେ କିମ୍ବା ନିଜ ଗୋଷ୍ଠୀରେ କ'ଣ ଖାଲି ଆଖି ବନ୍ଦ କରି ନିଜ ବେଲୁନ୍ ପଛରେ ଦୌଡ଼ୁଛନ୍ତି, ନା ନିଜ ସାଥୀମାନଙ୍କୁ ସେମାନଙ୍କର ବେଲୁନ୍ ଖୋଜିବାରେ ସାହାଯ୍ୟ କରୁଛନ୍ତି? କାରଣ ବିଶ୍ୱାସ କରନ୍ତୁ, ଏହି ସାହାଯ୍ୟ କରିବାର ମନୋଭାବ ହିଁ ଶେଷରେ ଆମ ନିଜର ସଫଳତାକୁ ମଧ୍ୟ ସୁନିଶ୍ଚିତ କରିଥାଏ। ତେବେ ଆଜି ପାଇଁ ଏତିକି। ଏହି କଥା ଉପରେ ନିଶ୍ଚୟ ଚିନ୍ତା କରିବେ। ଆଗକୁ ଏମିତି ଆହୁରି କିଛି ରୋଚକ ତଥ୍ୟ ସହ ଆମେ ପୁଣି ଭେଟିବା।